नमस्कार दर्शक बंधु शुभ सकाळ आज ହେଉଛି ଏପ୍ରିଲ ମାସ 24 ତାରିଖ ଶୁକ୍ରବାର। ଚାଲନ୍ତୁ ନଜର ପକାଇବା ଆଜି ଦିନର ରାଜ୍ୟ ଦେଶ ବିଦେଶର 20ଟି ଗୁରୁତ୍ୱପୂର୍ଣ୍ଣ ଖବର ପରି। ତା ପୂର୍ବରୁ ଯଦି ଆପଣ ଚ୍ୟାନେଲରେ ନୂଆ କରି ଅଛନ୍ତି ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ଏବଂ ସେୟାର କରିବା ସହ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆପଣ କେଉଁ ଜିଲ୍ଲାର ଭିଡ଼ିଓଟିକୁ ଦେଖୁଛନ୍ତି ତାହା ଜଣାନ୍ତୁ। ଆଜିର ପ୍ରଥମ ଖବର, ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସୁନା। ଆଜି 24 କ୍ୟାରେଟ୍ 10 ଗ୍ରାମ ସୁନା ଦାମ 1,53,550 ଟଙ୍କା ରହିଛି। ଗତକାଲି ଏହା 1,54,750 ଟଙ୍କା ଥିଲା। ଏଥିରେ 1200 ଟଙ୍କା ହ୍ରାସ ହୋଇଛି। 22 କ୍ୟାରେଟ୍ 10 ଗ୍ରାମ ସୁନା ଦାମ 1,40,750 ଟଙ୍କା ରହିଛି। ଗତକାଲି 1,41,850 ଟଙ୍କା ଥିଲା। ଏଥିରେ 1100 ଟଙ୍କା ଶସ୍ତା ହୋଇଛି। 18 କ୍ୟାରେଟ୍ 10 ଗ୍ରାମ ସୁନା 1,15,160 ଟଙ୍କା ରହିଛି। ଗତକାଲି 1,16,060 ଟଙ୍କା ଥିଲା। ଏଥିରେ 900 ଟଙ୍କା ଶସ୍ତା ହୋଇଛି। ସେହିପରି ରୂପାର ଦାମ ସାମାନ୍ୟ ହ୍ରାସ ପାଇଛି। 10 ଗ୍ରାମ ରୂପାର ଦାମ 27,490 ଟଙ୍କା ରହିଛି। ଗତକାଲି 27,500 ଟଙ୍କା ଥିଲା। ପରବର୍ତ୍ତୀ ଖବର, ଜନଗଣନା ପାଇଁ ରାଜସ୍ୱ ବିଭାଗର ଏସ୍ଓପି। ଜନଗଣନାକାରୀ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ରଖିବା ଜରୁରୀ। ଜନଗଣନା ଅଧିକାରୀଙ୍କ ପାଇଁ ଏସ୍ଓପି ପ୍ରଥମ ପର୍ଯ୍ୟାୟ ଜନଗଣନା 2027 ପାଇଁ ରାଜସ୍ୱ ବିଭାଗ ଏସ୍ଓପି ଜାରି କରିଛି। ଏନେଇ ସବୁ ଜିଲ୍ଲାପାଳ, ଏସ୍ପି, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ହୋଇଛି। ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗଣନାକାରୀ ପର୍ଯ୍ୟବେକ୍ଷକ ସର୍ବଦା ସରକାରୀ ପରିଚୟ ପତ୍ର ପିନ୍ଧିବା ଜରୁରୀ। ଫିଲ୍ଡରେ ସେମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟରେ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ଖବର, ସିମଲା ସ୍ଥାନାନ୍ତରିତ ହେବ ରାଷ୍ଟ୍ରପତି କାର୍ଯ୍ୟାଳୟ। 175 ବର୍ଷ ପୁରୁଣା ମାଟିକୋଠାରେ ରହିବେ ମହାମହିମ। ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି। ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରି ଦିଆଯାଇଛି। 6 ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ। ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି। ରାଷ୍ଟ୍ରପତିଙ୍କ ଅଫିସିଆଲ ବାସସ୍ଥାନ କେବଳ ସିମଲା ଏବଂ ହାଇଦ୍ରାବାଦରେ ରହିଛି। ପରବର୍ତ୍ତୀ ଖବର, ଭାରତକୁ ନର୍କ କହି ଉଡ଼ାଇଲେ ଟ୍ରମ୍ପ। ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ହଙ୍ଗାମା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଏକ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏଥର ସେ ତାଙ୍କ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଆମେରିକୀୟ ଲେଖକ ଏବଂ ମତାମତକାରୀ ମାଇକେଲ ସାଭେଜଙ୍କ ଏକ ପୁରୁଣା ଭିଡ଼ିଓକୁ ରିପୋଷ୍ଟ କରିଛନ୍ତି, ଯେଉଁଥିରେ ଭାରତ ଏବଂ ଚାଇନା ଭଳି ଦେଶଗୁଡ଼ିକୁ ନର୍କ ଭାବରେ ବର୍ଣ୍ଣନା କରାଯାଇଛି। ପରବର୍ତ୍ତୀ ଖବର, ମେ 15ରୁ 21 ସିବିଏସ୍ଇ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ଼ ପରୀକ୍ଷା। ପ୍ରକାଶ ପାଇଲା ସିବିଏସ୍ଇ ଦଶମ ଶ୍ରେଣୀ ଦ୍ୱିତୀୟ ବୋର୍ଡ଼ ପରୀକ୍ଷା ତାରିଖ। ମେ 15ରୁ 21 ତାରିଖ ଯାଏଁ ଚାଲିବ ପରୀକ୍ଷା। ସକାଳ 10:30ରୁ 1:30 ଯାଏଁ ଚାଲିବ ପରୀକ୍ଷା। ଚଳିତ ବର୍ଷ ପ୍ରଥମ ଥର ସିବିଏସ୍ଇ ପକ୍ଷରୁ ଦ୍ୱିତୀୟ ବୋର୍ଡ଼ ପରୀକ୍ଷା ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ବୋର୍ଡ଼ ପ୍ରଥମ ପରୀକ୍ଷା ଶେଷ ହୋଇଯାଇଛି, ଯାହାର ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି। ଯେଉଁମାନେ ପରୀକ୍ଷା ଦେଇପାରିନାହାନ୍ତି କିମ୍ବା ଯେଉଁମାନେ ସେମାନଙ୍କର ସ୍କୋର ଭଲ କରିବାକୁ ଚାହାନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ପରବର୍ତ୍ତୀ ଖବର, 44 ଡିଗ୍ରୀ ଛୁଇଁଲା ତାପମାତ୍ରା। ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର। ସାରା ଓଡ଼ିଶାରେ କଲବଲ କରୁଛି ତାତି। ଦିନକୁ ଦିନ ବଢ଼ୁଥିବା ତାପମାତ୍ରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରିଦେଉଛି ଜନଜୀବନ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ଏହାରି ମଧ୍ୟରେ ରାଜ୍ୟର 5ଟି ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର। ଆଜି ରାଜ୍ୟର 2 ସହରରେ ପାରଦ 44 ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ା ଓ ତାଳଚେର ତାପମାତ୍ରା 44 ଡିଗ୍ରୀ ରେକର୍ଡ ହୋଇଛି। ଏହା ପଛର ଢେଙ୍କାନାଳ 43 ଡିଗ୍ରୀ ରହିଥିବା ବେଳେ ହୀରାକୁଦ 43 ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସମ୍ବଲପୁର, ପାରଳାଖେମୁଣ୍ଡି 43, ବରଗଡ଼ 42 ଡିଗ୍ରୀ, ରାଉରକେଲା, ସୁନ୍ଦରଗଡ଼, ନୂଆପଡ଼ା 42 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା 42 ଡିଗ୍ରୀ ଥିବା ବେଳେ ବୌଦ୍ଧ 41 ଡିଗ୍ରୀ, ନୟାଗଡ଼ ଓ ଖୋର୍ଦ୍ଧା 41 ଡିଗ୍ରୀ ରହିଛି। କେନ୍ଦୁଝର ତାପମାତ୍ରା 40 ଡିଗ୍ରୀ ହୋଇଛି। ପରବର୍ତ୍ତୀ ଖବର, ନିଯୁକ୍ତି ମେଳାରେ 60ଟି ବିଭାଗର 4,623 ଜଣଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର। ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅଭିଯାନ କ୍ରମରେ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ 60ଟି ବିଭାଗର 4,623 ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ପରବର୍ତ୍ତୀ ଖବର, ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ସ୍କୁଲ ଛୁଟି ନେଇ ଗୁରୁବାର ଦିନ ନିଆଯିବ ନିଷ୍ପତ୍ତି। ଏସ୍ଆର୍ସିଙ୍କ ସହ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ତାପମାତ୍ରା ବଢ଼ୁଥିବା ଲାଗି 18ରୁ ଅଧିକ ଜିଲ୍ଲାରେ ଛୁଟି ଘୋଷଣା ହୋଇସାରିଲାଣି।
ଏପରିକି କିଛି କିଛି ଜିଲ୍ଲା ମଧ୍ୟ ନିଜ ନିଜ ଅଞ୍ଚଳରେ ଛୁଟି ଅବଧିକୁ ବୃଦ୍ଧି କରୁଛନ୍ତି ବୋଲି କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ। ପରବର୍ତ୍ତୀ ଖବର, 6 ମାସ ଭିତରେ ଲାଗୁ ହେବ ସିଟି ଗ୍ୟାସ୍ ବିତରଣ ନୀତି। 6 ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି କାଲି କ୍ୟାବିନେଟ୍ ମଞ୍ଜୁରୀ ପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ୟ ରଖିଛୁ 6 ମାସ ଭିତରେ ସିଟି ଗ୍ୟାସ୍ ବିତରଣ ନୀତି କାର୍ଯ୍ୟକାରୀ ହେବ। ସହରରେ ପିଏନ୍ଜି ସିଏନ୍ଜି ବ୍ୟବସ୍ଥା ହେବ। ପରବର୍ତ୍ତୀ ଖବର, ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ଦେଶର ଦୁଇ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯାଉଛି। ତାମିଲନାଡୁର ସମସ୍ତ 234 ଆସନ ପାଇଁ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସେହିପରି ପଶ୍ଚିମବଙ୍ଗର 152 ଆସନରେ ମଧ୍ୟ ମତଦାନ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇଛି। ପରବର୍ତ୍ତୀ ଖବର, ଭାରତୀୟ ନାଗରିକଙ୍କ ପାଇଁ ଫ୍ରାନ୍ସ ଭିସା ମୁକ୍ତ ଟ୍ରାନଜିଟ୍ ସେବା ଆରମ୍ଭ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ମଜବୁତ ହେଉଛି। ଏହାକୁ ଆହୁରି ମଜବୁତ କରିବା ପାଇଁ ଆଉ ଏକ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସ ଭାରତୀୟ ଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧା ଆରମ୍ଭ କରିଛି। ଫ୍ରାନ୍ସ ସରକାର ୟୁରୋପୀୟ କ୍ଷେତ୍ରରେ ନିଜର ବିମାନବନ୍ଦର ଦେଇ ପରିବହନ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆନୁଷ୍ଠାନିକ ଭାବରେ ଏକ ଭିସାମୁକ୍ତ ଟ୍ରାନଜିଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ପରବର୍ତ୍ତୀ ଖବର, ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧସୁଆର ଦଇତାପତି ସେବକ ନିଲମ୍ବିତ। ଶ୍ରୀମନ୍ଦିର ଶୁଦ୍ଧସୁଆର ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟିକୁ ଆସିବା ପରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ନିଲମ୍ବିତ କରିଛନ୍ତି ମୁଖ୍ୟ ପ୍ରଶାସକ। ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, କୌଣସି ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶୁଦ୍ଧସୁଆର ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁଣ୍ଣ କରିଛି। ତେଣୁ ଉକ୍ତ ସେବକଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଅନ୍ୟ ଦେଶ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ସେବାରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ଖବର, 15 ବର୍ଷ ମଧ୍ୟରେ ନିଜ ସ୍ଲୋଗାନକୁ ବଦଳାଇ ଦେଲେ ମମତା। ରାଜନୀତିରେ ସ୍ଲୋଗାନ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ଦଳକୁ କ୍ଷମତାର ଦ୍ୱାରଦେଶରେ ପହଞ୍ଚିବାରେ ସାହାଯ୍ୟ କରେ। ମା ମାଟି ମାନୁଷ ଏବଂ ଖେଳ ହେବ ବୋଲି ସ୍ଲୋଗାନ ବଙ୍ଗଳା ରାଜନୀତିରେ ମମତା ବାନାର୍ଜୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। 2011 ମସିହା ଅର୍ଥାତ୍ 15 ବର୍ଷ ପୂର୍ବେ ଯେଉଁ ସ୍ଲୋଗାନ ବ୍ୟବହାର କରିଥିଲେ ତାହା ଦେଇ ପ୍ରଥମେ କ୍ଷମତା ହାସଲ କରିଥିଲେ। ଏବେ 2024ରେ ସେହି ସ୍ଲୋଗାନକୁ ଓଲଟାଇ ଦେଇଛନ୍ତି। ଏହାକୁ ଆଧାର କରି ସେ ଚତୁର୍ଥ ଥର ପାଇଁ କ୍ଷମତାରେ ରହିବାର ଦାବି କରୁଛନ୍ତି। ପରବର୍ତ୍ତୀ ଖବର, ଟିଏମସିକୁ କଡ଼ା ନିଶାନା ସାଧିଲେ ପ୍ରଧାନମନ୍ତ୍ରୀ ମୋଦି। ଝାଲମୁଢ଼ି ମୁଖାଇଲେ ଝଟକା ଟିଏମସିକୁ ଲାଗିଲା। ଗୁରୁବାର ଭୋଟ ଦେଉଛି ପଶ୍ଚିମବଙ୍ଗ। ଏପଟେ ବଙ୍ଗଳାରେ ପ୍ରଥମ ପର୍ଯ୍ୟାୟ ଭୋଟ ଚାଲିଥିବା ବେଳେ ସେପଟେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ 29 ଏପ୍ରିଲରେ ହେଉଛି। ବଙ୍ଗଳାର କୃଷ୍ଣନଗରରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଝାଲମୁଢ଼ି ଖାଇଲି ଏବଂ ଟିଏମସିଙ୍କୁ ଝଟକା ଲାଗିଛି। ପରବର୍ତ୍ତୀ ଖବର, ପାକିସ୍ତାନରୁ ଆସୁଥିବା ଅନଲାଇନ୍ ଗେମିଂ ଲିଙ୍କ ପାଇଁ ଭାରତ ସରକାରଙ୍କ ପୃଥକ ନିୟମ ଲାଗୁ। କେନ୍ଦ୍ର ସରକାର ଅନଲାଇନ୍ ଗେମିଂ ପାଇଁ ନୂତନ ନିୟମ ଜାରି କରିଛନ୍ତି, ଯାହା ମେ 1, 2024ରୁ କାର୍ଯ୍ୟକାରୀ ହେବ। ଏହି ନିୟମଗୁଡ଼ିକୁ ସୂଚିତ କରିଦିଆଯାଇଛି। ନୂତନ ନିୟମ ଅନୁଯାୟୀ ଯଦି ଅନଲାଇନ୍ ଗେମିଂ ଚୀନ, ପାକିସ୍ତାନ କିମ୍ବା ତୁର୍କୀ ସହିତ ଲିଙ୍କ ହୋଇଛି ତେବେ ଭାରତ ସରକାରଙ୍କ ପୃଥକ ନିୟମ ଲାଗୁ ହେବ। ଏହାର ଅର୍ଥ ହେଉଛି ଏହି ଦେଶଗୁଡ଼ିକ ସହିତ ଲିଙ୍କ ହୋଇଥିବା ଅନଲାଇନ୍ ଗେମ୍ଗୁଡ଼ିକୁ ସରକାର ସହିତ ପଞ୍ଜୀକରଣ କରିବାକୁ ପଡ଼ିପାରେ। ତଥାପି ସମସ୍ତ ସୋସିଆଲ ଗେମିଂ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଦେଶର ସୁରକ୍ଷା ଏବଂ ସ୍ୱାର୍ଥକୁ ବିପଦରେ ନ ପକାଇବା ପାଇଁ ଏହା ଏକ ପଦକ୍ଷେପ। ପରବର୍ତ୍ତୀ ଖବର, ଠପ୍ ହେବ ଇଣ୍ଟରନେଟ୍ ସେବା। ଇରାନ ଦେଲା ବଡ଼ ଧମକ। ବନ୍ଦ ହୋଇଯିବ ବିଶ୍ୱ ଇଣ୍ଟରନେଟ୍। ତେଲ ଗ୍ୟାସ୍ ଉପରେ ଇଣ୍ଟରନେଟ୍ ସଙ୍କଟ। ଏକଥା ଆମେ ଆପଣଙ୍କୁ ଡରାଇବାକୁ କହୁନାହୁଁ। ବାସ୍ତବରେ ଏବେ ବିଶ୍ୱ ଉପରେ ଇଣ୍ଟରନେଟ୍ ସଙ୍କଟ ଗଣାଇବାକୁ ଯାଉଛି। ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଯାହା ବି କିଛି କାମ କରିପାରୁନଥିବା ବେଳେ ଏବେ ଏହାକୁ ଶକ୍ତ ପ୍ରହାର ଦେବାକୁ ଯାଉଛି ଇରାନ। ପରବର୍ତ୍ତୀ ଖବର, ଔଷଧରେ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର। ରୋଗ ଲଗାଇଲା FSSAI। ଅଶ୍ୱଗନ୍ଧାକୁ ଦୀର୍ଘଦିନ ଧରି ଏକ ପ୍ରାକୃତିକ ଉପଚାର ଭାବରେ ବ୍ୟବହାର କରାଯାଉଛି, ଯାହା ଚାପମୁକ୍ତଠାରୁ ଆରମ୍ଭ କରି ନିଦ ସମସ୍ୟା ପର୍ଯ୍ୟନ୍ତ ସବୁକିଛିରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ। ଏହି ପ୍ରାଚୀନ ଆୟୁର୍ବେଦିକ ଔଷଧ ବର୍ତ୍ତମାନ ସମାଜରେ ମେଡିସିନ ଦୁନିଆର ଏକ ପ୍ରମୁଖ ଅଂଶ ପାଲଟିଛି। କିନ୍ତୁ ବର୍ତ୍ତମାନ ଅଶ୍ୱଗନ୍ଧା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି FSSAI।
ପରବର୍ତ୍ତୀ ଖବର ଡିଜିଟାଲ ପେମେଣ୍ଟରେ ଆରବିଆଇର ବଡ଼ ଆଶ୍ୱସ୍ତି। ଏବେ 15,000 ଟଙ୍କା ପର୍ଯ୍ୟନ୍ତ ଅଟୋ ପେମେଣ୍ଟ ପାଇଁ ଆବଶ୍ୟକ ନାହିଁ ଓଟିପି। ଆଜିକାଲି ଡିଜିଟାଲ ଯୁଗରେ ଆମେ ସମସ୍ତେ ମୋବାଇଲ ରିଚାର୍ଜ ଠାରୁ ଆରମ୍ଭ କରି ଓଟିଟି ସବସ୍କ୍ରିପସନ୍ ପର୍ଯ୍ୟନ୍ତ ସବୁକିଛି ପାଇଁ ଅଟୋ ପେମେଣ୍ଟ ଉପରେ ନିର୍ଭର କରିଥାଉ। କିନ୍ତୁ ଅନେକ ସମାଜରେ ଓଟିପି ଆସିବାରେ ବିଳମ୍ବ କିମ୍ବା ନେଟୱାର୍କ ସମସ୍ୟା ଯୋଗୁଁ ଏହି ପେମେଣ୍ଟ ଫେଲ୍ ହୋଇଯାଇଥାଏ, ଯାହାଫଳରେ ସେବା ବାଧାପ୍ରାପ୍ତ ହୁଏ। ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଇ ପେମେଣ୍ଟ ନିୟମରେ ବଡ଼ କୋହଳ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ 15,000 ଟଙ୍କା ପର୍ଯ୍ୟନ୍ତ କୌଣସି ବି ଅଟୋ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଆଉ ବାରମ୍ବାର ଓଟିପି କିମ୍ବା ପାସୱାର୍ଡ଼ ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ପୂର୍ବରୁ ଥରେ ମେଣ୍ଟେନ୍ ରେଜିଷ୍ଟ୍ରେସନ କରିଛନ୍ତି, ତେବେ ନିର୍ଦ୍ଧାରିତ ତାରିଖରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଆପେ ଆପେ କଟିଯିବ। ବିଶେଷ କରି ମ୍ୟୁଚୁଆଲ ଫଣ୍ଡ, ବୀମା ପ୍ରିମିୟମ ଏବଂ କ୍ରେଡିଟ୍ କାର୍ଡ଼ ବିଲ୍ ପେମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏ ସୀମାକୁ ବଢ଼ାଇ 1 ଲକ୍ଷ ଟଙ୍କା କରାଯାଇଛି। ଅର୍ଥାତ୍ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏସ୍ଆଇପି ପାଇଁ ଆଉ ଓଟିପିର ଆବଶ୍ୟକତା ପଡ଼ିବ ନାହିଁ। ପରବର୍ତ୍ତୀ ଖବର ପ୍ରବଳ ଗରମ ସହ କାଳବୈଶାଖୀ ନେଇ ଆଲର୍ଟ ଜାରି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଗରମ ଭିତରେ କିଛି ମାତ୍ରାରେ ଆଶ୍ୱସ୍ତି ଆଣିବ କାଳବୈଶାଖୀ ବର୍ଷା। ପ୍ରବଳ ଗରମ ସହ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରବଳ ଗରମ ସହ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, କେନ୍ଦୁଝର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ପରବର୍ତ୍ତୀ ଖବର ଏପ୍ରିଲ 2024ରେ ଓଡ଼ିଶାରେ ପ୍ରଫେସନାଲ ଟ୍ୟାକ୍ସ ବନ୍ଦ ଉପକୃତ ହେବେ ଚାକିରିଆ ଓ ବ୍ୟବସାୟୀ। ରାଜ୍ୟ ସରକାର ଦୀର୍ଘ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଓଡ଼ିଶା ବୃତ୍ତି, ବେପାର, ଜୀବିକା ଓ ନିଯୁକ୍ତି ଉପରେ ଟିକସ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦେଇଛନ୍ତି। ତେବେ ଚଳିତ ବାର୍ଷିକ ବଜେଟରେ ଏପ୍ରିଲ 1ରୁ ପଛିଲା ଭାବେ ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ଘୋଷଣା କରିଥିଲେ। ବର୍ତ୍ତମାନ ଏହି ଉଚ୍ଛେଦ ସଂକ୍ରାନ୍ତ ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରାଯାଇଛି। ଏହି ପ୍ରଫେସନାଲ ଟ୍ୟାକ୍ସ ସଂଗ୍ରହ ନ କରିବାକୁ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଓଡ଼ିଶା ବିଧାନସଭାର ଅଧିବେଶନ ଏବେ ଚାଲୁନଥିବାରୁ ଭାରତୀୟ ସମ୍ବିଧାନର ଧାରା 213 ଅନୁଯାୟୀ ମିଳିଥିବା କ୍ଷମତା ପ୍ରୟୋଗ କରି ରାଜ୍ୟପାଳ ହରିବାବୁ କମ୍ପମ୍ପାଟି ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହି ନୂଆ ନିୟମ 2024 ଏପ୍ରିଲ 1 ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ଖବର ଐତିହାସିକ ଠାକୁରାଣୀ ଯାତ୍ରାକୁ ଆଉ 3 ଦିନ। ପୂଜା ମଣ୍ଡପ ନିର୍ମାଣ ସଜେଇ ହେଉଛି ସହର। ଦୀର୍ଘ 200 ବର୍ଷ ଧରି ଚାଲି ଆସୁଥିବା ଭଞ୍ଜନଗର ସହର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ 26 ତାରିଖରୁ ଆରମ୍ଭ ହେଉଛି। ଏଥର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରୟାସ ଚଳାଇଛନ୍ତି ଯାତ୍ରା କମିଟି। ସହରର ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱକୁ ଏବେ ସିଲ୍ କରି ମା'ଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ପରବର୍ତ୍ତୀ ଖବର ସୂର୍ଯ୍ୟ ମନ୍ଦିର ଗର୍ଭଗୃହକୁ ଟନେଲ ନିର୍ମାଣ ଆରମ୍ଭ। ବୈଷୟିକ ଟିମ୍ ଅନୁଧ୍ୟାନ ପରେ ବାଲି କଢ଼ା। ସୂର୍ଯ୍ୟ ମନ୍ଦିର ଗର୍ଭଗୃହକୁ ଟନେଲ ନିର୍ମାଣ ପାଇଁ ଆଜିଠୁ କାମ ଆରମ୍ଭ ହୋଇଛି। ଗର୍ଭଗୃହର ବାଲି ଏହି ବାଟ ଦେଇ ବାହାରିବ। ବାଲିକଢ଼ା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ମନିଟରିଂ ଟିମ୍ ଅନୁଧ୍ୟାନ କରୁଛି। ଆସନ୍ତା ମେ ପ୍ରଥମ ସପ୍ତାହରେ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ କରିବା ପରେ ଟନେଲ ବାଟ ଦେଇ ବାଲି କଢ଼ାଯିବ ବୋଲି ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଏଣିକି ପରିବହନ ଟ୍ରାଫିକର ନୂଆ କ୍ୟାଡର ରୁଲ୍। ଓଡ଼ିଶା ଟ୍ରାନ୍ସପୋର୍ଟ ଟ୍ରାଫିକ ଆଣ୍ଡ ଏନଫୋର୍ସମେଣ୍ଟ ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ ରୁଲ୍ 2013ର ବିସ୍ଥାପନ ବ୍ୟାପକ ସଂଶୋଧନ ପରେ ଏଣିକି ନୂଆ କ୍ୟାଡର ରୁଲ୍ ଗଢ଼ାଯିବ। ଏହି ରୁଲ୍ ଅନୁସାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ସହ ଚାକିରି ସର୍ତ୍ତାବଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରାଯିବ। ପରବର୍ତ୍ତୀ ଖବର ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ କର୍ମଜୀବୀ ମହିଳାଙ୍କ ମାତୃତ୍ୱକାଳୀନ ଛୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜଣାଇଛନ୍ତି। ପ୍ରଥମ ଥର ଛୁଟି ନେବାର 2 ବର୍ଷ ଭିତରେ ମାତୃତ୍ୱକାଳୀନ ଛୁଟି ନେବାକୁ ମନା କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ମଙ୍ଗଳବାର ଏକ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଜଷ୍ଟିସ କରୁଣେଶ୍ୱର ସିଂ ପାୱାରଙ୍କ ପୀଠ ମନୀଷ ଯାଦବଙ୍କ ଯାଚିକାରେ ଶୁଣାଣି କରି ଏହି ରାୟ ଦେଇଛନ୍ତି। ପରବର୍ତ୍ତୀ ଖବର ଖୋଲିଲା ବାବା ବଦ୍ରିନାଥଙ୍କ କପାଟ। ମୁଖ୍ୟମନ୍ତ୍ରୀ ଧାମୀ କଲେ ପ୍ରଥମ ପୂଜା। ବାବା କେଦାରନାଥଙ୍କ କବାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି। ପାରମ୍ପରିକ ନୀତି ଏବଂ ବୈଦିକ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଗୁରୁବାର ସକାଳ 6:15ରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲି ଦିଆଯାଇଛି। ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରରୁ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କପାଟ ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ମହାଭିଷେକ ପୂଜା ସମ୍ପନ୍ନ କରି ଦେଶ ଏବଂ ରାଜ୍ୟର ସୁଖ ସମୃଦ୍ଧି କାମନା କରିଛନ୍ତି।